ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ଗୋପାଳପୁର ପୋଲିସ ପୁଣି 4 ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ଆଣି ଜେରା। ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ଗୋପାଳପୁର ପୋଲିସ ପୁଣି 4 ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ଆଣି ଜେରା ଚଳାଇଛି। ସେମାନେ ହେଲେ ମୃତ ସୁଧୀରଙ୍କ ପୁତୁରା ତୁଷାର ପାତ୍ର, ଝିଆରୀ ନିବେଦିତା ପାତ୍ର, ନିବେଦିତାଙ୍କ ପ୍ରେମିକ କାଳୁଚରଣ ପ୍ରଧାନ ଓ ସୁପର କିଲର ସୂର୍ଯ୍ୟପ୍ରତାପ ସିଂ ଓରଫ ଗଲୁ। ରିମାଣ୍ଡରେ ଆଣି ପୋଲିସ ପ୍ରଥମେ ନିବେଦିତା ଓ କାଳୁକୁ ମୁହାଁମୁହିଁ ଜେରା କରିଥିଲା। ପରେ କାଳୁ ନିବେଦିତା ଓ ସୂର୍ଯ୍ୟଙ୍କୁ ଜେରା କରିଥିଲା। ଏହାପରେ କାଳୁ ନିବେଦିତା ଓ ତୁଷାରଙ୍କୁ ଜେରା କରିଥିଲା। ଶେଷରେ କାଳୁ ନିବେଦିତା, ସୂର୍ଯ୍ୟ ଓ ତୁଷାରଙ୍କୁ ଜେରା କରି ଘଟଣା ସମ୍ପର୍କରେ ବହୁ ତଥ୍ୟ ହାସଲ କରିବା, ସେପଟେ ଘଟଣାସ୍ଥଳରୁ ଜବତ କାଠ, ଡାଙ୍ଗ, ମଦ ବୋତଲ ଓ ପିନ୍ଧିବା କପଡ଼ା ସବୁକୁ ଫରେନସିକ୍ ପରୀକ୍ଷା ପାଇଁ ପଠାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ସୁଧୀରଙ୍କ କିଭଳି ହୋଇଛି ମୃତ୍ୟୁ ଏଫ୍ଏମ୍ଟି ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଗୁଳି ମାଡ଼ରେ ନୁହେଁ ବରଂ ତାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ଅଭିଯୁକ୍ତମାନେ, ଦେଇଛନ୍ତି ବ୍ରହ୍ମପୁର ଏମ୍କେସିଜି ମେଡିକାଲ ଏଫ୍ଏମ୍ଟି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସୁଦୀପା ଦାସ। ସେ କହିଛନ୍ତି ମୃତଦେହ ମିଳିବାର ପ୍ରାୟ 5 ଦିନ ପୂର୍ବରୁ ହିଁ ମୃତ୍ୟୁ ହୋଇଥିବା ଜଣାପଡ଼ୁଛି। ସୁଧୀରଙ୍କ ମୁଣ୍ଡ ଓ ପିଞ୍ଜରା ହାଡ଼ରେ ଗଭୀର ଆଘାତ ଯୋଗୁଁ ହିଁ ତାଙ୍କର ମୃତ୍ୟୁ ହୋଇଛି। ଶରୀରରେ ଗୁଳି ବାଜିଥିବା କିଛି ବି ସ୍ପଷ୍ଟ ହୋଇନି। ଯେହେତୁ ମୃତଦେହଟି ସମ୍ପୂର୍ଣ୍ଣ କଙ୍କାଳ ଅବସ୍ଥାରେ ଜବତ ହୋଇଥିଲା, ତେଣୁ ଭିସରା ମିଳିନଥିଲା। ଫଳରେ ମୃତଦେହରେ କଳଦାନ୍ତକୁ ନମୁନା ଭାବେ ସଂଗ୍ରହ କରାଯାଇ ଷ୍ଟେଟ୍ ଫରେନସିକ୍ ଲ୍ୟାବୋରେଟୋରୀକୁ ପଠାଯାଇଛି। ଏହାର ରିପୋର୍ଟ ଖୁବ୍ ଶୀଘ୍ର ଆସିବା ପରେ ତାହା ତଦନ୍ତକାରୀ ଅଧିକାରୀଙ୍କୁ ପ୍ରଦାନ କରାଯିବ। ଅପରପକ୍ଷେ ପୂର୍ବରୁ ପୋଲିସ 5 ଜଣ କାଳୁ, ସୂର୍ଯ୍ୟ ସମେତ ଆଶିଷ ମହାପାତ୍ର, ଜିତୁନ ପଳାଇ ଓ ନାରାୟଣ ପ୍ରଧାନ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବା ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିସାରିଛି। ବର୍ତ୍ତମାନ ପୁଣି 4 ଜଣଙ୍କୁ ରିମାଣ୍ଡରେ ଆଣି ମୁହାଁମୁହିଁ ଜେରା ପରେ ଯେଉଁ ତଥ୍ୟ ମିଳୁଛି, ସେହି ଅନୁସାରେ ତଦନ୍ତକୁ ମଧ୍ୟ ଆଗକୁ ବଢ଼ାଯାଉଛି। ଏହାଛଡ଼ା ପ୍ରତିଦିନ 2ରୁ 3 ଜଣଙ୍କୁ ଆଣି ପଚରାଉଚରା କରାଯାଉଛି। ଯେଉଁମାନେ ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଥାଇ ଫେରାର ଅଛନ୍ତି, ସେମାନଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର। ସେପଟେ ସୁଧୀରଙ୍କ ମା ଓ ଝିଅଙ୍କ ଅଭିଯୋଗ କ୍ରମେ ତାଙ୍କ ଭାଉଜ ତଥା ନିବେଦିତାଙ୍କ ମା ଓ ମାମୁଙ୍କୁ ପୋଲିସ ପଚରାଉଚରା କରୁଛି। ଏହାସହ ପୋଲିସ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲା କ୍ରାଇମ ପ୍ରତିନିଧି ସନ୍ଦେଶ କୁମାର ସାହୁଙ୍କ ରିପୋର୍ଟ, ଓଡ଼ିଶା ଦର୍ପଣ ନ୍ୟୁଜ୍। 4 ଜଣଙ୍କୁ ରିମାଣ୍ଡ ଆଣିଲେ ଏବଂ ଅଧିକ ପୁଲିସ ତଦନ୍ତ କରୁଛି। କ'ଣ କ'ଣ ତଥ୍ୟ ପାଇଛନ୍ତି? ଦେଖନ୍ତୁ, ଯାହା ଆମର ଇନିସିଆଲ ଏଭିଡେନ୍ସ ଥିଲା ତାକୁ ଟିକେ ସପୋର୍ଟ କରିବା ପାଇଁ, ପ୍ଲସ୍ ତାକୁ ଏକ୍ସଟ୍ରା ଆମେ ଯୋଉ ଜିନିଷ ଗୁଡ଼ା ଭାବୁଥିଲୁ ଯାହା ଯାହା ହିସାବରେ ଘଟଣା ହେଇଥିବ, ସେ ଘଟଣାକୁ ଲିଙ୍କ କରିବା ପାଇଁ ଯୋଉ ଆମକୁ ଲିଙ୍କିଂ ଏଭିଡେନ୍ସ ଗୁଡ଼ା ଦରକାର ଥିଲା, ସେଗୁଡ଼ାକୁ ଆମେ ରିମାଣ୍ଡ ଆଣିକି ଏକ୍ସାମିନେସନ କରିକି ପାଇପାରିଛୁ। ତା ଛଡ଼ା ମଧ୍ୟ ଆହୁରି ବି ପାର୍ଟ ଅଛି ଯୋଉଟାକି ଇନଭେଷ୍ଟିଗେସନ ପ୍ରିଲିମିନାରୀ ଷ୍ଟେଜରେ ଅଛି, ତ ଟିକେ ଆହୁରି ବି ଆମକୁ ୱାର୍କଆଉଟ୍ କରିବାକୁ ପଡ଼ିବ। ବଟ୍ ସୋ ଫାର ଆଉ ଅନ୍ୟ ଆକ୍ୟୁଜ ମାନଙ୍କୁ ବି ମଧ୍ୟ ଯୋଉମାନେ ଆମେ ଆଇଡେଣ୍ଟିଫାଏ କରୁଛୁ, ସେମାନଙ୍କୁ ମଧ୍ୟ ୟାଙ୍କରି ଜରିଆରେ ଆମେ ଫାଇଣ୍ଡ ଆଉଟ୍ କରିବାକୁ ଚେଷ୍ଟା କରୁଛୁ। ତେଣୁ ପ୍ରୋସେସ ଜାରି ଅଛି। ଆଉ ଫର୍ଦର କିଛି ଇନଫର୍ମେସନ କାରଣ ଜଣାପଡ଼ିଲାନି ସାର୍, ଅପହରଣ ହତ୍ୟାର କାରଣ କି? ଯାହା ଆପଣଙ୍କୁ ଆମେ ଇନିସିଆଲ ପ୍ରେସ ବ୍ରିଫରେ ଦେଇଥିଲୁ, ସେଇଟା ଆମର ପ୍ରାଇମେରୀ ରିଜନ ଥିଲା। ତା ଛଡ଼ା କିଛିଟା ରୁମର୍ସ ବି ଆସୁଛି, କିନ୍ତୁ ସେଇ ପାର୍ଟଟାକୁ ଆମେ ଯୋଉ ପର୍ଯ୍ୟନ୍ତ ଭେରିଫାଇ କରୁଛୁ, ସେ ପର୍ଯ୍ୟନ୍ତ ଆପଣଙ୍କୁ ସୋଫାର ଆମର ସେଟା ନଲେଜକୁ ଆସିନି। ବଟ୍ ଆପଣ ମାନେ ବି ରିପୋର୍ଟ କରୁଛନ୍ତି, ତା ଛଡ଼ା ବାହାରେ ବି ଲୋକ ସେମିତି କଥା ହଉଛନ୍ତି, କିନ୍ତୁ ସେ ପାର୍ଟଟାକୁ ଆମେ ଭେରିଫିକେସନ ରଖିଛୁ। କିଛି ବି ମ୍ୟାଟରକୁ କ୍ଲୋଜ କରୁଛୁ। ନାଇଁ, ଏବେ ଦେଖନ୍ତୁ, ଟୋଟାଲ ଆମେ ଆପଣଙ୍କୁ ଯେତିକି ଜଣଙ୍କୁ ଆରେଷ୍ଟ କରି ଫରୱାର୍ଡ କଲୁ, 9 ଜଣଙ୍କର ରୋଲ ଥିଲା କିଡନାପିଂ ଏଣ୍ଡ ତାପରେ ଆବଡକ୍ସନ ୱିଥ ମର୍ଡରର ରୋଲ ରହିଥିଲା। ତା ଛଡ଼ା ବି ଆହୁରି କିଛି ଆକ୍ୟୁଜ ମାନଙ୍କୁ ଆମେ ଆଇଡେଣ୍ଟିଫାଇ କରି ରଖିଛୁ, କିନ୍ତୁ ତାଙ୍କ ନାଁ ଆମେ ରିଭିଲ କରିନୁ। ଠିକ ଅଛି, ଯୋଉମାନଙ୍କୁ ଆମେ କ୍ଲିୟର କଟ୍ ଜାଣିଛୁ ଯେ ସେମାନେ ଇନଭଲ୍ଭ ଥିଲେ, ତ ସେଇ ପାର୍ଟଟା ଷ୍ଟିଲ୍ ଆମର ୱାର୍କଆଉଟ୍ କରିବା ପ୍ରୋସେସରେ ଅଛି, ଚାଲିଛି। ତେଣୁ ଆପଣ ଆମକୁ ଟିକେ ଟାଇମ ଦେଲେ ଆମେ ସବୁରେ କାମ କରିପାରିବୁ। ପ୍ରାଇମେରିଲି ଆମେ ଦେଖିଲୁ ଫାଇନାନ୍ସିଆଲ ଡିସ୍ପ୍ୟୁଟ ଆଉ ଘର ଭିତରେ ଯୋଉ ଇଣ୍ଟରନାଲ ତାଙ୍କ ଫାଦରଙ୍କର ଡେଥ୍ ହେଲା ପରେ ଯୋଉ ଡିସ୍ପ୍ୟୁଟଟା ଥିଲା, ସେଇଟା ହିଁ କାରଣ ଥିଲା ଆମ ହିସାବରେ।